କଳାହାଣ୍ଡି ଜିଲ୍ଲା ନଲ୍ଲା ବ୍ଲକ ଅନ୍ତର୍ଗତ ପଲମ ଗ୍ରାମ ପଞ୍ଚାୟତ ସ୍ଥିତ ପଲମ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ 2 ଦିନାତ୍ମକ ରଥଯାତ୍ରା ଜୁଲାଇ 7 ତାରିଖ ଏବଂ 8 ତାରିଖରେ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପ୍ରତିବର୍ଷ ଭଳି ରଥାରୂଢ଼ ମହାପ୍ରଭୁମାନଙ୍କୁ ଦର୍ଶନ କରି ରଥ ଟାଣିବାର ଅପୂର୍ବ ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁବୃନ୍ଦ। ଭକ୍ତମୟ ସହିତ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଚଳଚଞ୍ଚଳ ହୋଇପଡ଼ିଛି ପଲମ ଅଞ୍ଚଳ। ସତେ ଯେମିତି 2 ଦିନ ପାଇଁ ପଲମ ପାଲଟି ଯାଇଥିଲା ପୁରୀ ଶ୍ରୀକ୍ଷେତ୍ର। ଏହି ଅବସରରେ ସତେ ଯେମିତି ଏଠାରେ ଭକ୍ତ ଭକ୍ତି ଓ ଭଗବାନଙ୍କ ଅପୂର୍ବ ମହାମିଳନ ହେଲା ପରି ଅନୁଭବ ହେଉଥିଲା। ରଥ ଟାଣିବା ପୂର୍ବରୁ 3 ରଥ ଆଜ୍ଞା ପାଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଛିଡ଼ା ହୋଇ 3 ଠାକୁରଙ୍କୁ ଅନେଇ ଅପେକ୍ଷା କରି ରହିଥିଲା। ପ୍ରଥମେ ବଳଭଦ୍ର ଠାକୁରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ଶେଷରେ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ପ୍ରଥମେ ସୁଦର୍ଶନ ମହାରାଜ ଓ ପରେ 3 ଠାକୁର ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଥିବା ରଥ ଉପରକୁ ବିଜେ କରିଥିଲେ। ପ୍ରଥମ ପହଣ୍ଡିରେ ଶ୍ରୀ ସୁଦର୍ଶନ ମହାରାଜ ଦର୍ପଦଳନ ରଥରେ ବିଜେ କରିଥିଲେ ଓ ଏହାପରେ ତାଳଧ୍ୱଜ ରଥରେ ରଥାରୂଢ଼ ହୋଇଥିଲେ ବଡ଼ଠାକୁର ଶ୍ରୀ ବଳଭଦ୍ର। ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ରଥାରୂଢ଼ ହୋଇଥିବା ବେଳେ ଶେଷରେ ନନ୍ଦିଘୋଷ ରଥରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ କାଳିଆ ଶାନ୍ତ ଟାହିଆ ହଲେଇ ଝୁଲି ଝୁଲି ଭକ୍ତଙ୍କ ଗହଣରେ ରଥାରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବାର ଅପୂର୍ବ ସୁଯୋଗ ଦେଇଥିଲେ। ଶ୍ରୀ 3 ଠାକୁରଙ୍କ ରଥକୁ ଶ୍ରୀ ରଥିକିଶୋର ସାହୁ, ଶ୍ରୀ ଲକ୍ଷପତି ସାହୁ ଓ ଶ୍ରୀ ନରକିଶୋର ସାହୁ ଛେରାପହଁରା କରି ବିଭୁକୃପା ଲାଭ କରି 3 ଠାକୁରଙ୍କ ସେବା କରିବାରେ ଧନ୍ୟ ମନେ କରିଥିଲେ। ନଟବର ଭୋଇ, ଗୋରଚନ୍ଦ୍ର ଗହିର, ଦେବରାଜ ସାହୁ, ଚାନ୍ଦୁଲାଲ ମାଝୀ, ଥୟଧର ସାହୁ, ଭକ୍ତି ସାହୁ, ଟଙ୍କଧର ମାଝୀ, ଯୋଗେନ୍ଦ୍ର ସାହୁ, ଈଶ୍ୱରଚନ୍ଦ୍ର ମାଝୀ, ଭଜଶଙ୍କର ସାହୁ, ମାୟାଧର ସାହୁ, ଟିକେଚନ୍ଦ ସାହୁ, ସୁନାଥର ସାହୁ, ମୋହନ ସାହୁ, ଲିଙ୍ଗରାଜ ସାହୁ, ଗଣପତି ସାହୁ, ରୁଦ୍ରମଣି ସାହୁ, ସୁରେଶ କୁମାର ସାହୁ ଓ ଗୋକୁଳ ଜାନେ ପ୍ରମୁଖ ଦଇତାପତି, ଆଞ୍ଚଳଧାରୀ, ଛତ୍ରଧାରୀ, ଚମାର ସେବକ, ବିଛଣା ସେବକ, ଘଣ୍ଟ ବାଦକ ଓ ଡାହୁକ ଦାୟିତ୍ୱମାନେ ନିର୍ବାହ କରିଥିଲେ। ସେବକ ପପୁ ନାୟକ ତାଳଧ୍ୱଜ ରଥ, ସେବକ ମାନବଞ୍ଚନ ଗୁରୁ ଦର୍ପଦଳନ ରଥ, ଶେଷରେ ବିଶ୍ୱନିୟନ୍ତା ଜଗତର ନାଥ ଜଗନ୍ନାଥ କାଳିଆ ଶାନ୍ତ ଠାକୁର ନନ୍ଦିଘୋଷ ରଥରେ ମୁଖ୍ୟ ପୂଜକ ଅଞ୍ଜନ କୁମାର ମିଶ୍ର ମହାପ୍ରଭୁଙ୍କୁ ରଥାରୂଢ଼ କରି ରଥ ଟାଣିବାର ସେବା କରି କାର୍ଯ୍ୟଭାର ନିର୍ବାହ କରିଥିଲେ। ରବିବାର ଅପରାହ୍ନ 4 ଘଣ୍ଟାରୁ ରଥଟଣା ଆରମ୍ଭ ହୋଇଯାଇ ଅପରାହ୍ନ 7 ଘଣ୍ଟା ସମୟରେ 3 ରଥ ପଲମ ରୁଗୁଡିପଡ଼ା ଛକଠାରେ ପହଞ୍ଚିଥିଲା। ସେଠାରେ ପଡ଼ାବାସୀ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ବିଶ୍ରାମ ପାଇଁ ଅତିଥ୍ୟ ନିମନ୍ତ୍ରଣ କରିଥିଲେ। ରବିବାର ସେଠାରେ ମହାପ୍ରଭୁ ବିଶ୍ରାମ କରି ସୋମବାର ଦିନ ମହାପ୍ରଭୁଙ୍କ ନିତ୍ୟ ପୂଜା ପରେ ଅନ୍ନଭୋଗ ଲଗାଯାଇ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ପରେ ଅପରାହ୍ନ 4 ଘଣ୍ଟାରୁ ପୁଣି ରଥ ଟାଣି ସନ୍ଧ୍ୟା 7 ଘଣ୍ଟା ସମୟରେ ମାଉସୀ ମା ମନ୍ଦିରରେ 3 ରଥ ପହଞ୍ଚିଥିଲା। ଇନ୍ଦ୍ରଦେବଙ୍କ ପୁଷ୍ପବୃଷ୍ଟି ସଦୃଶ ବର୍ଷା ବୃଷ୍ଟି ସହ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଜନସମାଗମକୁ ଆଖି ଆଗରେ ରଖି ସ୍ଥାନୀୟ ପଲମଫାଣ୍ଡି ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତାଳଧ୍ୱଜ ଓ ନନ୍ଦିଘୋଷ ରଥକୁ ପୁରୁଷ ଶ୍ରଦ୍ଧାଳୁମାନେ ଟାଣିଥିବା ବେଳେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳା ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇ ରଥ ଟାଣିଥିଲେ। ଏଥିରେ ପଲମ ଫାଣ୍ଡି ଓ ପୋଲିସ ତରଫରୁ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଓ ସଦଳବଳ ସହଯୋଗ କରି ପ୍ରବଳ ଜନସମାଗମରେ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ସୁଚାରୁରୂପେ ପାଳନ କରିଥିଲେ। ହରିବୋଳ, ହୁଳହୁଳି, ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ, ଗଣ୍ଡାବାଜା ସହ ଜୟ ଜଗନ୍ନାଥ ଧ୍ୱନିରେ ପଲମ ବଡ଼ଦାଣ୍ଡ କମ୍ପି ଉଠୁଥିଲା। ପ୍ରାୟ 15,000 ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜିର ଶ୍ରୀଗୁଣ୍ଡିଚା ରଥଯାତ୍ରା ଆମ ମାନବ ଜାତୀୟ ସମାଜକୁ ଏକତାର ଭାବ ପରିବେଶ ସୃଷ୍ଟି କରିଥିଲା। ଷ୍ଟେଟ୍ କ୍ୟାମ୍ପ ବ୍ୟୁରୋ ଚିଫ୍ ଉମାଶଙ୍କର ମିଶ୍ରଙ୍କ ରିପୋର୍ଟ, ନୀରଜ ପ୍ରଦୀପ।